ଅତି ଦ୍ରୁତ ଗତିରେ ଥିବା ହାଇୱା ଗାଡ଼ିଟି ଏକ ପୋଲ ଉପରେ ଭାରସାମ୍ୟ ହରାଇ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା। ଫଳରେ ହାଇୱାଟି ଭାଙ୍ଗିରୁଜି ଚୁରମାର ହୋଇଯିବା ସହ ଡ୍ରାଇଭର ଅତି ଗୁରୁତର ହୋଇଥିଲେ। ତେଣୁ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏପରି ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବୌଦ୍ଧ ରାସ୍ତାର ଖଣ୍ଡହତା ବ୍ରିଜ ନିକଟରେ। ହାଇୱାଟି ରେଢ଼ାଖୋଲ ପଟୁ ବୌଦ୍ଧ ଅଭିମୁଖେ ଅତି ଦ୍ରୁତ ଗତିରେ ଯାଉଥିଲା। ତେବେ ବଡ଼ବାହାଳ ପଞ୍ଚାୟତ ଅଧୀନ ଖଣ୍ଡହତା ବ୍ରିଜ ନିକଟରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜର ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା। ଫଳରେ ହାଇୱାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ହାଇୱାର ଡ୍ରାଇଭର ରେଢ଼ାଖୋଲ ଥାନା ଶିମିଳିପାଳ ଗ୍ରାମର ଧବଳ ପ୍ରଧାନ ଅତି ଗୁରୁତର ହୋଇଥିଲେ। ତେଣୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେପଟେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।